ओम शुक्लं ब्रह्मा विचारसार परममद्यं जगत्व्यापिनी वीणा पुस्तकधारिणीमभेदं जाड्यान्धकारपोहम् हस्ते स्फटिकमलिकं विदधति पद्मासने संस्थितां वन्दे तं परमेश्वरी भगवतीं बुद्धिप्रदां शारदाम् ओम देवतानां ऋषीणां च गुरुं कनकसन्निभं जगत्वन्दं त्रिलोकेशं प्रणमामि बृहस्पति। जय जगन्नाथ। दर्शक बंधु ମୁଁ ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ମଧୁସୂଦନ ନାୟକ ଆପଣଙ୍କୁ ମା ଶାରଳା ଆଶ୍ରୟଚନ୍ଦ୍ରକୁ ସ୍ୱାଗତ କରୁଛି। ପ୍ରତିଦିନ ଭଳି ଆଜିର ଦୈନନ୍ଦିନ ପଞ୍ଜିକା 12ଟି ରାଶିର ରାଶିଫଳ ଏବଂ ବାସ୍ତୁ ବିଚାର କାର୍ଯ୍ୟକ୍ରମ ରହିଛି। ଏବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସର୍ବପ୍ରଥମେ ଆଜିର ଦିନ ସମ୍ପର୍କରେ। ଆଜି ହେଉଛି 2025 ମସିହା ଡିସେମ୍ବର ମାସ 25 ତାରିଖ ଗୁରୁବାର। ଉତ୍କଳୀୟ ମତେ ସୌରମାନ ଧନୁ 10 ଦିନ, ଚାନ୍ଦ୍ରିୟମାନ ପୌଷ ମାସ ଶୁକ୍ଳପକ୍ଷ ପଞ୍ଚମୀ କିମ୍ବା 10 ଘଣ୍ଟା 15 ମିନିଟ୍ ପର୍ଯ୍ୟନ୍ତ ଭୋଗ କରୁଛନ୍ତି। ଶତବିଶା ନକ୍ଷତ୍ର ଶେଷ ରାତ୍ରି 5 ଘଣ୍ଟା 31 ମିନିଟ୍ ପର୍ଯ୍ୟନ୍ତ ଏବଂ କୁମ୍ଭ ରାଶିରେ ଚନ୍ଦ୍ରମା ସମ୍ପୂର୍ଣ୍ଣ 60 ଖଣ୍ଡ ଭୋଗ କରୁଛନ୍ତି। ଆଜି ତୁଳା ଏବଂ କୁମ୍ଭ ରାଶିର ଘାତ ବାର, ମିଥୁନ ଏବଂ ମୀନ ରାଶିର ଘାତ ଚନ୍ଦ୍ର ରହିଛି। ଆଜି ମୃତ ବ୍ୟକ୍ତିର ଶେଷ ରାତ୍ରି 5 ଘଣ୍ଟା 31 ମିନିଟ୍ ପରେ ଏକପାଦ ପୁଷ୍କର ରସ। ଫଳ ହେଉଛି ବଂଶହାନି। ଆପଣମାନେ ହୋମାଦି ଶାନ୍ତି କରି ଅନ୍ନବସ୍ତ୍ର ଏବଂ ଘୃତକାଂଶ ଆଦି ଦାନ କରନ୍ତୁ। ନିଷେଧ ଖାଦ୍ୟ ବିଲ୍ଲ ଭୋଜନ ନିଷେଧ। ଦିବା 10 ଘଣ୍ଟା 15 ମିନିଟ୍ ପରେ ନିମ୍ବ ଭୋଜନ ନିଷେଧ। ଆଜି ହେଉଛି ଗୁରୁ ପଞ୍ଚମୀ ବ୍ରତ ଏବଂ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ବା ବଡ଼ଦିନ ଉତ୍ସବ। ଆଜିର ଶୁଭବେଳା ଅମୃତ ଯୋଗ ରହିଛି ପ୍ରାତରୁ 7 ଘଣ୍ଟା 56 ମିନିଟ୍ ପର୍ଯ୍ୟନ୍ତ, ଦିବା 2 ଘଣ୍ଟା 30 ମିନିଟ୍ରୁ ଅପରାହ୍ନ 3 ଘଣ୍ଟା 56 ମିନିଟ୍ ପର୍ଯ୍ୟନ୍ତ, ସନ୍ଧ୍ୟା 5 ଘଣ୍ଟା 56 ମିନିଟ୍ରୁ ରାତ୍ରି 9 ଘଣ୍ଟା 9 ମିନିଟ୍ ପର୍ଯ୍ୟନ୍ତ, ରାତ 11 ଘଣ୍ଟା 32 ମିନିଟ୍ରୁ ରାତ 2 ଘଣ୍ଟା 45 ମିନିଟ୍ ପର୍ଯ୍ୟନ୍ତ, ରାତ 3 ଘଣ୍ଟା 33 ମିନିଟ୍ରୁ ରାତ 6 ଘଣ୍ଟା 21 ମିନିଟ୍ ଶୁଭ ରହିଛି। ତେବେ ଦର୍ଶକ ବନ୍ଧୁ ଆଜିର ଦୈନନ୍ଦିନ ପଞ୍ଜିକା ପରେ ରହିଛି 12ଟି ରାଶିର ରାଶିଫଳ। ରାଶିର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କୁ ସୁଖ ଶାନ୍ତି ପ୍ରାପ୍ତ ହେବ। ଆପଣଙ୍କର ଅନେକ ଦିନ ଧରି ବକେୟା ଥିବା ଅର୍ଥ ଆଜି ଫେରି ପାଇବେ। ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଥିବା ସମସ୍ୟା ଆଜି ଦୂର ହୋଇଯିବ। ଦାମ୍ପତ୍ୟ କ୍ଷେତ୍ରରେ ଭ୍ରମଣ କରିବାକୁ ଯାଇପାରନ୍ତି। ବିଦ୍ୟାର୍ଥୀ ମହିଳାମାନେ ହସ ଖୁସି ସମୟ କାଟିବେ। ସୁବର୍ଣ୍ଣ ରହିଛି ଲାଲ, ଶୁଭ ସଂଖ୍ୟା 9। ଆଜି ଆପଣ ମା ମଙ୍ଗଳାଙ୍କ ନିକଟରେ ଏକ ଘିଅ ଦୀପ ଦାନ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ବୃଷ ରାଶି। ବୃଷ ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କର ସହିତ କିଛି କପଟତା ହେଇପାରେ। ତରବରିଆ ଭାବେ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ଏକ ଅପରିଚିତ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବ୍ୟବସାୟ ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ କିଛି ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ଦାମ୍ପତ୍ୟ କ୍ଷେତ୍ରରେ ବିତୃଷ୍ଣ ମନୋଭାବ ଆସିପାରେ। ବିଦ୍ୟାର୍ଥୀ ମହିଳାମାନେ ମାନସିକ ଚାପରେ ରହିବେ। ସୁବର୍ଣ୍ଣ ରହିଛି ଧଳା, ଶୁଭ ସଂଖ୍ୟା 6। ଆଜି ଆପଣ ମା ମହାଲକ୍ଷ୍ମୀଙ୍କୁ ଶ୍ଵେତପଦ୍ମ ଅର୍ପଣ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ମିଥୁନ ରାଶି। ମିଥୁନ ରାଶି ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣ ବୃଥା ଭ୍ରମଣ କରିପାରନ୍ତି। ଯାନବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। କିଛି ଆକସ୍ମିକ ଦୁର୍ଘଟଣା ଘଟିପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପାରିବାରିକ ଦ୍ୱନ୍ଦ୍ୱ ଲାଗିପାରେ। ଦାମ୍ପତ୍ୟ କ୍ଷେତ୍ରରେ ବୁଝାମଣାର ଅଭାବ ରହିବ। ବିଦ୍ୟାର୍ଥୀ ମହିଳାମାନେ ସଜାଗ ରୁହନ୍ତୁ। ସୁବର୍ଣ୍ଣ ରହିଛି ସବୁଜ, ଶୁଭ ସଂଖ୍ୟା 5। ଆଜି ଆପଣ ତୁଳସୀ ଚଉରା ମୂଳରେ ଜଳଦାନ କରି ତା ମୂଳର ମୃତ୍ତିକାକୁ ମଥାରେ ଚନ୍ଦନ କରି ଧାରଣ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କର ଅର୍ଥ ଲାଭ ହୋଇପାରେ। ଶିଳ୍ପ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରାଧାନ୍ୟତା ବଢ଼ିବ। ଆପଣଙ୍କର
କଫଜନିତ ରୋଗ ଆକ୍ରମଣ କରିପାରେ। ଆପଣଙ୍କର ଚିତ୍ତ ଚାଞ୍ଚଲ୍ୟ ରହିବ। ଦାମ୍ପତ୍ୟ କ୍ଷେତ୍ରରେ ମନମାଳିନ୍ୟ ଦେଖାଦେଇପାରେ। ବିଦ୍ୟାର୍ଥୀ ମହିଳାମାନେ ଅସ୍ଥିର ହେବେ। ଶୁଭର ରହିଛି ଧଳା, ଶୁଭ ସଂଖ୍ୟା 2 ଓ 7। ଆଜି ଆପଣ ମହାଦେବ ଶଙ୍କରଙ୍କୁ 27 ବିଲ୍ୱପତ୍ର ଅର୍ପଣ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ସିଂହ ରାଶି। ସିଂହ ରାଶି ଅନୁଭବ ଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କୁ ରାଜନୈତିକ କ୍ଷେତ୍ରରେ ସମ୍ମାନିତ କରିପାରନ୍ତି। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଧିକ ଲାଭବାନ ହେବେ। ଭୋଗବିଳାସ ପ୍ରତି ଆପଣଙ୍କର ମନ ଆପେ ଆପେ ଟାଣି ହୋଇଯିବ। ଦାମ୍ପତ୍ୟ କ୍ଷେତ୍ରରେ ସୁସମ୍ପର୍କ ରହିବ। ବିଦ୍ୟାର୍ଥୀ ମହିଳାମାନେ ଆଜି ଦିନଟିକୁ ବେଶ ଉପଭୋଗ କରିବେ। ଶୁଭ ରଙ୍ଗ ଲାଲ ଏବଂ ଗୋଲାପୀ, ଶୁଭ ସଂଖ୍ୟା 1। ଆଜି ଆପଣ ସୂର୍ଯ୍ୟଙ୍କୁ ଜଳଦାନ କଲାବେଳେ ସୂର୍ଯ୍ୟଙ୍କ ଗାୟତ୍ରୀ ପାଠ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି କନ୍ୟା ରାଶି। କନ୍ୟା ରାଶି ଅନୁଭବ ଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କୁ ବନ୍ଧୁ ସହଯୋଗ ମିଳିପାରେ। ଅଯଥା କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ, ଅପବାଦର ଭୟ ରହିଛି। ଆପଣ ଆଜି କାହାକୁ ଧାର ସୂତ୍ରରେ ଅର୍ଥ ଦିଅନ୍ତୁ ନାହିଁ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆପଣ ବୁଝି ବିଚାରି ଉଚିତ ପଦକ୍ଷେପ ନିଅନ୍ତୁ। ଦାମ୍ପତ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେବ। ବିଦ୍ୟାର୍ଥୀ ମହିଳାମାନେ ଜଗି ରଖି ଚଳନ୍ତୁ। ଶୁଭ ସଂଖ୍ୟା 5, ଶୁଭ ରଙ୍ଗ ସବୁଜ। ଆଜି ଆପଣ ଗାଈକୁ ଘାସ ପିଡ଼ାଟିଏ ଆଣିକି ଖାଇବାକୁ ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶି ଅନୁଭବ ଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣ କରିଥିବା କାର୍ଯ୍ୟକଳାପ ପାଇଁ ଅନୁତାପ କରିବେ। ଆପଣ ଯେତେ ଭଲ କଲେ ମଧ୍ୟ ଓଲଟି ନିନ୍ଦାଗାନ ଆପଣଙ୍କର ଶୁଣିବେ। ଅନ୍ୟର ବ୍ୟବହାରରେ ଆପଣ ମ୍ରିୟମାଣ ହୋଇପଡ଼ିବେ। ବ୍ୟବସାୟ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆୟ ମଧ୍ୟମ ରହିବ। ଦାମ୍ପତ୍ୟ କ୍ଷେତ୍ରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ ମହିଳାମାନେ ଅସହିଷ୍ଣୁ ହୋଇପଡ଼ିବେ। ଶୁଭ ରଙ୍ଗ ରହିଛି ଧଳା, ଶୁଭ ସଂଖ୍ୟା 6। ଆଜି ଆପଣ ମା ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ବିଛା ରାଶି। ବିଛା ରାଶି ଅନୁଭବ ଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କୁ ଅଚାନକ ଧନ ଲାଭ ହୋଇପାରେ। ଆପଣ ଘରକୁ ହଠାତ୍ ବନ୍ଧୁ ଆସିପାରନ୍ତି। ଆପଣ ନିଜକୁ ତଥା ନିଜର କ୍ରୋଧକୁ ଆୟତ୍ତରେ ରଖନ୍ତୁ, ବିବାଦରେ ପଡ଼ିପାରନ୍ତି। ଦାମ୍ପତ୍ୟରେ କଳହ ହୋଇପାରେ। ବିଦ୍ୟାର୍ଥୀ ମହିଳାମାନେ ସମସ୍ୟାରେ ପଡ଼ିଯିବେ। ଶୁଭ ରଙ୍ଗ ରହିଛି ଲାଲ, ଶୁଭ ସଂଖ୍ୟା 9। ଆଜି ଆପଣ 21ଟି ଛୋଟ ପିଲାଙ୍କୁ କିଛି କ୍ଷୀରି କରି ଖାଇବାକୁ ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ଧନୁ ରାଶି। ଧନୁ ରାଶି ଅନୁଭବ ଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କର ଉଚ୍ଚ ଆଶା ସଫଳ ହେବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେଇ ଅର୍ଥ ହାନି କରିବେ। ଦାମ୍ପତ୍ୟରେ ଶୁଭ ଫଳ ମିଳିବ। ବିଦ୍ୟାର୍ଥୀ ମହିଳାମାନେ ସମ୍ମାନିତ ହୋଇପାରନ୍ତି। ଶୁଭ ରଙ୍ଗ ଅଛି ହଳଦୀ, ଶୁଭ ସଂଖ୍ୟା 3। ଆଜି ଆପଣ 9 ଖଣ୍ଡ ହଳଦୀ, 9ଟି ହଳଦିଆ କଉଡ଼ି, 9ଟି ହଳଦିଆ ଫୁଲକୁ ଗୋଟିଏ ହଳଦିଆ କପଡ଼ାରେ ବାନ୍ଧି ନିଜ ମୁଣ୍ଡ ଉପରେ 3 ଥର ବୁଲାଇ ଏକ ନଦୀ ସ୍ରୋତରେ ଫିଙ୍ଗି ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ମକର ରାଶି। ମକର ରାଶି ଅନୁଭବ ଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣ ଭ୍ରମଣ କରିବାକୁ କୌଣସି ଏକ ତୀର୍ଥସ୍ଥାନକୁ ଯାଇପାରନ୍ତି। ଏହା କମ୍ ସମୟର ଯାତ୍ରା ହୋଇପାରେ, କିନ୍ତୁ ଏହା ଆପଣଙ୍କ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ମୃତି ହୋଇ ରହିଯିବ। ଆପଣ ଆଜି ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତ କରିବେ। ବ୍ୟବସାୟ କ୍ଷେତ୍ରରେ ଆଖିଦୃଶିଆ ଆୟ ହୋଇନପାରେ, ଅସ୍ଥିର ମନା ରହିବେ। ଦାମ୍ପତ୍ୟ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବିଦ୍ୟାର୍ଥୀ ମହିଳାମାନେ ବ୍ୟାକୁଳିତ ହେବେ। ଶୁଭ ରହିଛି କଳା ଏବଂ ନୀଳ, ଶୁଭ ସଂଖ୍ୟା 8। ଆଜି ଆପଣ ନୀଳ ଅପରାଜିତା ଫୁଲ 27 ନେଇ ମହାଦେବ ଶଙ୍କରଙ୍କୁ ଅର୍ପଣ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। କୁମ୍ଭ ରାଶି ଅନୁଭବ ଥିବା ବ୍ୟକ୍ତି ବିଶେଷ ପାଇଁ ଆଜି ଆପଣଙ୍କର ମନ ପ୍ରଫୁଲ୍ଲ ରହିବ। ଏଥିପାଇଁ ଅଯଥା ଅର୍ଥ ବ୍ୟୟ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆୟ ଉତ୍ତମ ରହିବ। ଦାମ୍ପତ୍ୟ କ୍ଷେତ୍ରରେ ଭୋଗବିଳାସ ପ୍ରତି ମନ ଆପେ ଆପେ ଟାଣି ହୋଇଯିବ। ବିଦ୍ୟାର୍ଥୀ ମହିଳାମାନେ ମନସ୍ତାପ କରିବେ। ଶୁଭ ରଙ୍ଗ ରହିଛି କଳା, ଶୁଭ ସଂଖ୍ୟା 8। ଆଜି ଆପଣ କଳା କୁକୁର ଏବଂ କାଉମାନଙ୍କୁ କିଛି ରୁଟି ଖାଇବାକୁ ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ରାଶିର ଅନ୍ତିମ ରାଶି ମୀନ ରାଶି।
मीन राशि जन्म होता व्यक्ति विशेष आज आप विलास व्यसन समय काटे आपंकर परोपकारिता एवं आध्यात्मिक चिंताधारा आपण को अनेक उच्च को नहीं जाए पारे। आपण कर्मक्षेत्र में खुशी मनइबे आपण यात्रा सफल हेब। व्यवसाय क्षेत्र में आपण आय उत्तम रहिबो। दाम्पत्य क्षेत्र में खुशी रहिबे। शुभ रही हलदी। शुभ संख्या 3 और 7। आज आपण देवी माँ को 27टी हलदिया फूल अर्पण करंतु शुभ फल मिल। तेरे दर्शक बंधु आज राशिफल पर रही वास्तु विचार कार्यक्रम। तेरे आसन जाना आज वास्तु विचार रे एक सुंदर टिप्स अच्छी जहाँकि आपण घरे जो शुभ कलश आप बसाती जिते आप घर बाहरती एक शुभ कलश देखी शुभ समय बाहरती से कलशटी आपंकर केउठी रहिले शुभ हुए ता आसन जाना। घर को प्रवेश कला पथरे बाम पटे कलशटी स्थापन करंतु। तले किछि कदमपत्र रखी किछि स्वत धान रखी तापर कलश स्थापन करंतु। घर बाहर समय डाहाण पटे आपण कलश दर्शन करी बाहरले अत्यंत शुभप्रद हुए। तेबे दर्शक बंधु आज अध्याय विरजना पूर्वर आपण छोटिया अनुरोध आपण मो चैनल को लाइक शेयर कमेंट करंतु। जो मैंने नुआ कर आसुंती से माने सब्सक्राइब करने को जमार भूलिबेनी। पाखर बेल आइकन को प्रेस करंतु जहाँफल मुझे नुआ नुआ वीडियो अपलोड करी ता सर्वप्रथम आपण पारे पहुँच पार। आज दिनटी आपण शुभमय हो मंगलमय हो। रहुछि। जय जगन्नाथ। जय मां शारदा।